ତାହାଙ୍କୁ କୋରଡ଼ା ମାରି ବଧ କରିବେ ଆଉ ତୃତୀୟ ଦିବସରେ ସେ ପୁନରୁତ୍ଥାନ କରିବେ। ଟିକେ ରହିଯିବା। ତାଙ୍କୁ କ'ଣ କରିବେ? ପ୍ରଥମେ ତାଙ୍କୁ କ'ଣ କରିବେ? ବିଜାତି ମାନେ ତାଙ୍କୁ ପରିହାସ କରିବେ ଆଉ ଅତ୍ୟାଚାର କରିବେ, ତାଙ୍କୁ ଛେପ ପକାଇବେ ଆଉ ଲାଷ୍ଟରେ କ'ଣ କରିବେ? କଡ଼ା ପ୍ରହାର। ମାନେ ଏମିତି ଶାସ୍ତି ତାଙ୍କୁ ଦିଆଗଲା। ତାଙ୍କର ଦେହ ସାରା ପୁରା ଚିହ୍ନ ରକ୍ତ, ମାନେ ତାଙ୍କ ଶରୀର ମାଂସ ସବୁ ଛିଣ୍ଡି ଯାଇଛି। ଆପଣ ପ୍ରାର୍ଥନା କର ସେ କେମିତି ଏକ୍ଜାକ୍ଟ ମରିଛନ୍ତି କ୍ରୁଶରେ, ଯେଉଁ ପୁରା ତାଙ୍କ ଚେହେରା ତାଙ୍କ ଶରୀରରେ ରକ୍ତ ବହିଯାଇଛି ନା, ଆପଣ ଦେଖିବେ। ଆପଣ ପ୍ରାର୍ଥନା କର ହୃଦୟ ସହିତ ଆତ୍ମାରେ, ପ୍ରଭୁ ଆପଣଙ୍କୁ ଦେଖାଦେବେ ମୁଁ କେମିତି ମୃତ୍ୟୁ ହେଇଅଛି। ଆପଣ ସହିପାରିବେ ନାହିଁ। କି ଚାହୁଁଛୁ କି ଆଜି ଆମେ ତାଙ୍କୁ, ପ୍ରଭୁ ମୋର ପାପ ପାଇଁ ଆପଣ ମୃତ୍ୟୁ ହେଇଛନ୍ତି ବାପା, ମୋତେ ଟିକେ ଦେଖା ଦିଅ, କି ପ୍ରାର୍ଥନା କରୁଛୁ ଆମେ? ନାହିଁ। ମୋ ଘରେ ଆଜି ଅମୁକ ସମସ୍ୟା ସମକ ସମସ୍ୟା, ମୋ ପରିବାରରେ ମୋ ଘରେ ଏତିକି ସେତିକି ଏ ଯାକ, ମୋତେ ପ୍ରଥମେ ଏଇଟା ଠିକ୍ କର। ଆଜି ଏଇଟାକୁ ଆମେ 24 ଘଣ୍ଟା ପ୍ରାର୍ଥନା କରିଥାଉଛୁ। ତମେ କେମିତି ମରିଛ ବାପା, ମୋର ପାପ ପାଇଁ ମୋତେ କ୍ଷମା କର। ମୁଁ ତୁମକୁ ଦେଖିବା ପାଇଁ ଚାହୁଁଛି, ତୁମର ମୃତ୍ୟୁର ଦୃଶ୍ୟ ଦେଖିବା ପାଇଁ ଚାହୁଁଛି। କିଏ ପ୍ରାର୍ଥନା କରୁଛୁ କି ନାହିଁ? ଆଜି ଯଦି ଯୀଶୁଙ୍କର ସ୍ଥାନରେ ଆମେ ଥାଆନ୍ତ କ'ଣ କରିଥାନ୍ତ? ମୋର ଲୋକମାନେ ମୋତେ ଛେପ ପକାଇଲେ, ମୋ ଲୋକମାନେ ମୋତେ ଆଜି ଏମିତି କଲେ, ଆମେ ସେମାନଙ୍କର ବିରୁଦ୍ଧରେ ଛିଡ଼ା ହେଇଯିବା। ଯେଉଁମାନେ ତାଙ୍କୁ ପ୍ରେମ କଲେ ସେମାନେ ଶତ୍ରୁ ହସ୍ତରେ ସମର୍ପିତ କଲେ ଆଉ ତାଙ୍କୁ କରଡ଼ା ପ୍ରହାର କଲେ, ପରିହାସ କଲେ, ତାଙ୍କୁ ବିଭିନ୍ନ ପ୍ରକାରର ଅନେକ ଶାସ୍ତି ଦେଇଛନ୍ତି। ଆମେ ଭୁଲି ନ ଯାଉ, ସେ ଶାସ୍ତି ପାଇବାରୁ ଆମର ଶରୀରରେ ଥିବା ରୋଗ ଆଜି ସୁସ୍ଥ ପାଉଛୁ ଯୀଶୁଙ୍କ ନାମରେ। ହାଲେଲୁୟା। ସେ ଶାସ୍ତି ପାଇଥିବା ସକାଶୁ ଆଜି ଆମର ଚିନ୍ତା ସବୁ ଦୂର ହେଉଛି ତାଙ୍କରି ନାମରେ। ହାଲେଲୁୟା। ସେ ଶାସ୍ତି ପାଇଥିବା ସକାଶୁ ଆଜି ଆମମାନଙ୍କର ସେଇ ଅଗ୍ନିରୁ ଆମେ ଉଦ୍ଧାର ପାଇପାରୁଛୁ। ହାଲେଲୁୟା। ସେ ଶାସ୍ତି ପାଇଥିବା ସକାଶୁ ଆଜି ଆମକୁ କ୍ଷମା ମିଳୁଛି। କ'ଣ? କ୍ଷମା। ସେ ଶାସ୍ତି ପାଇଥିବା ସକାଶୁ ଆମେ ଭୁଲି ନ ଯାଉ। ସେମାନଙ୍କୁ କିଣିଛନ୍ତି। ପ୍ରଥମ କରିନ୍ଥୀୟ 7:23 ପାଠ କରନ୍ତୁ, ସେଠି ଲେଖା ଅଛି, ଆମ୍ଭେମାନେ ପୁଣି ବିଶେଷ ମୂଲ୍ୟରେ କିଣା ଯାଇଅଛୁ। ଆମେ କାହାର ଦାସ ନ ହଉ, ମଣିଷ ମାନଙ୍କର ଦାସ ନ। ଆମେ ମାନେ ବିଶେଷ ମୂଲ୍ୟରେ ତାଙ୍କରି ରକ୍ତ ତାଙ୍କର ଜୀବନ ପ୍ରାଣ ଦେଇ ପ୍ରଭୁ ଆମକୁ କିଣିଛନ୍ତି। ମୁଁ ଆର କହିଥାଉଛୁ ନା, ଆମେ କାହାର? ଆମେ ବିଶେଷ ମୂଲ୍ୟରେ ସେ ରକ୍ତ ଝରେଇଛନ୍ତି ଆମ ପାଇଁ, ସେ କିଣିଛନ୍ତି। ଆମେ ଭୁଲି ନ ଯାଉ। ତାର ଜୀବନ ଶରୀର ପ୍ରାଣ ଦେଇକି ଆମକୁ କିଣିଛନ୍ତି। ଆମେ ଭୁଲି ନ ଯାଉ। ଆଜି ଆମେ ଭୁଲି ଯାଉଅଛୁ ଯୀଶୁ ଯାହା ଆମ ପାଇଁ କରିଛନ୍ତି। ଆମେ ଟିକେ କାନ୍ଦି ଦେଉଛୁ, ଟିକେ ଦୁଃଖ ହେଇଯାଉଛୁ, ଆଉ କ'ଣ କରୁଛୁ? ଭୁଲି ଯାଉଛୁ। ତାଙ୍କ ପାଇଁ ଯଦି ଘରେ ବସିକି ଚିନ୍ତା କରିବେ ନା, ଆପଣଙ୍କୁ ଭୋକ ଲାଗିବ ନାହିଁ, ଖାଇପାରିବେ ନାହିଁ ଆପଣମାନେ। ଈଶ୍ୱରଙ୍କର ବାକ୍ୟ ବୁଝିବା ପାଇଁ ଆମକୁ ଜ୍ଞାନ ଦେଇଛନ୍ତି, କିନ୍ତୁ ଆମେ କୌଣସି ବାକ୍ୟକୁ ବୁଝିବା ପାଇଁ ଚେଷ୍ଟା କରୁନାହୁଁ, କାରଣ ଆମକୁ ଇଚ୍ଛା ନାହିଁ, ଆମକୁ ଇଣ୍ଟରେଷ୍ଟ ନାହିଁ। ଆଜି ପାଳକମାନେ ଦିନ ରାତି ଲୋକମାନେ ପରିବର୍ତ୍ତନ ହେଇ ଉଦ୍ଧାର ପାଆନ୍ତୁ ବୋଲିକି ପାଳକମାନେ ଆଜି ପ୍ରଚାର କରୁଛନ୍ତି, ଘଣ୍ଟା ଘଣ୍ଟା ଛିଡ଼ା ହେଇକି, କିନ୍ତୁ ଆମେ କୌଣସି ବାକ୍ୟ ବୁଝିବା ପାଇଁ ଚେଷ୍ଟା କରୁନାହୁଁ। ତେଣୁକରି ପାପ ଆତ୍ମା ଆସୁଛି, ଆଉ କ'ଣ କରୁଛି? ବୁଣା ଯାଇଥିବା ବାକ୍ୟକୁ ଧରି ସେ ଚାଲି ଯାଉଛି। ତ ଲୋକମାନେ ଷଡ଼ଯନ୍ତ୍ର କରୁଥିଲେ କି ଯୀଶୁ ମନ୍ଦିର ଭାଙ୍ଗିବା ପାଇଁ ଧମକି ଦେଉଥିଲେ, 3 ଦିନରେ ମନ୍ଦିର ଭାଙ୍ଗିଦେବି, ଆଉ ଜାତି ଜାତିମାନଙ୍କୁ ଇଏ ଭୂତ ହେଉଛି, ଅନେକ କଥା କହୁଛି, ଅମକ ସମକ ବୋଲିକି ଲୋକମାନେ ପିଲାତଙ୍କୁ ନହେବା କଥା ଗୁଡ଼ାକ କହୁଥିଲେ। ଆଉ ଏଠି ଆମେ ଦେଖୁଛୁ ଲାଷ୍ଟରେ କୌଣସି ଦୋଷ ଏହାଠାରେ ଆମେ ପାଇଲୁ ନାହିଁ। କାଠାରେ? ଯୀଶୁ ଖ୍ରୀଷ୍ଟଙ୍କ ଠାରେ। ସେ ଗୋଟେ ବି ଭୁଲ କରିନାହାନ୍ତି। ହାଲେଲୁୟା। ସେ ଗୋଟେ ବି ଭୁଲ କରିନାହାନ୍ତି। ଶୈତାନ ଯାହା ବି ଚାହିଁଲା ନା, ତାଙ୍କୁ କିଛି ନା କିଛି ଆମେ ତାଙ୍କୁ ତଳକୁ କରିଦେବା, ତାଙ୍କୁ କିଛି ନା କିଛି କଥା ଗୋଟେ ଆସିଯାଅ, ସେ ପାରିଲା ନାହିଁ। ଶୈତାନ ବହୁ ଚେଷ୍ଟା କଲା, ଅନେକ ଲୋକକୁ ନେଇକି ଆସି ଛିଡ଼ା କଲା। ସେ ସରକାର ମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଛିଡ଼ା ହେଲେ, ଅନେକ ବିଷୟରେ ଇନକ୍ୱାରି କରାଗଲା, କିନ୍ତୁ ଗୋଟିଏ ବି କ୍ଷୁଦ୍ର କୌଣସି ପ୍ରକାର ଦୋଷ ପାଇଲେ ନାହିଁ ବୋଲି ଆମେ ଈଶ୍ୱରଙ୍କର ବାକ୍ୟରେ ଦେଖୁଛୁ। ଆଜି ବି ଆମେ ଏହି ପ୍ରକାର ଜୀବନ କାଟିବା ପାଇଁ ଆମେ ସଦାସର୍ବଦା ଚେଷ୍ଟା କରୁ, କାରଣ ସେ ଆମମାନଙ୍କ ପାଇଁ ମୃତ୍ୟୁ ହେଇଅଛନ୍ତି। ଆପଣ ଏବଂ ମୁଁ ରହିପାରିବା କି 12ଟାରୁ 3ଟା ଯାଇ ବାହାରେ ରହିପାରିବା ଗୋଟିଏ ଜାଗାରେ? ଟିକେ ଚିନ୍ତା କର ଯୀଶୁଙ୍କ ପାଇଁ। ସେ କେମିତି ଆମମାନଙ୍କ ପାଇଁ ସେ ଦୁଃଖ କଷ୍ଟ ଦେଇ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଏ ଯେଉଁ ବାକ୍ୟ ଆମେ ପାଠ କଲୁ 12ଟାରୁ 3ଟା ଯାଇ
आज आमको फैन नथिले आम बसी पारुना लोक मैंने विश्वास करेंगे तांकर मृत्यु गोटे साधारण मृत्यु ना अद्भुत मृत्यु आ लोक मैंने छानी कि निज चक्षुरे देखला पर मृत्यु 12 घंटा 3 घंटा पर्यंत से पहाड़ से पर्वत रखा दिगला क्रूसरे टे चिंता करवा से केमी 3 घंटा पर्यंत से खरारे से क्रूसरे एमती होते आज आम चिंता करूँ कि एबे गेट बाहर ना को जीशु नहीं को प्रभु नहीं को पिता नहीं को पवित्र आत्मा नहीं किंबा कहीं नहीं बस बोली जा लिखिकी देवी आपण मन को आज ए प्रकार जीवन काटुछु आम केवल ना को आम जीवन काटुअछु तापाई टे चिंता कर घर को जाकि गोटे अध घंटा मोबाइल टा स्विच ऑफ कर दियो बसिकी आपण पाखे कई नथिबार अछि जीशु को भल चिंता करंतु आपण को निद आसीब ना आपण सही पारिबे नाही आज आम केमी जीशु विषय ध्यान देकी जीवन काटुचु चिंता करवा केते घंटा प्राय 3 घंटा 12 ରୁ 3ଟା पर्यंत छोट विषय नहीं आमे कला पाप पाई तांगु शास्ति मिलला आमे कला पाप पाई तांगु कड़ा प्रहार होला आमे कला पाप पाई तांगु लोक माने परिहास कले तुच्छ ज्ञान कले पुरातन नियम रे कोन होतला माने आपण जेते बेले प्रभुंकर छाम को जिबे एबे जिंती की मु भी स्टेज छिड़ाई जाऊ अछि आपण माने स्टेज पर आसी बसुछंती कहा को एलो नहीं अधिकार नहीं जाजक मान को छाड़िले केही भी से भीतर को जाई परिबे नहीं आ किछि लोक माने कहंती कि से पुरातन नियम रे जो बळी दौथिले निजर पाप पाई जेतेबेले लोक माने भीतर को जाउथिले तांको गोड़ रे दौड़ी बांधी भीतर छाड़ुथिले जो बळी स्थान जदि से मरीगला कि समय अपेक्षा करेंगे तांको से दौड़ी झिकुले बाहर करुले जदि से मृत्यु होई नांती से फेरिकी आसिबे आ जाजक बिना से भितर केही भी जाई पारु नथिले एटा पवित्र स्थान एई पवित्र स्थान को आज हम भय करूछु कोन माने एते गौरव आ तांको भय करुले सेई स्थान रे ठिड़ा हेले लोक मरी जाउथिले किछि किछि लोक एमिति जे बाइबल लेखा अछि से भीतर को न जीवा पूर्वर ही लोक माने मरु माने देखो से ए स्थान केते पवित्र स्थान जेते बेले ए प्रकार गोटे नियम थिला यीशु ख्रीष्ट जेते बेले मृत्यु हेले से पर्दा कोन हैला दुई भाग हैला आम पई भीतर को जीवा पई प्रभु रास्ता खोली देले हालेलुया जदर आम समस्ते ए पर्यंत आसिकी प्रभु आराधना करि पर हमर माने कैपेसिटी नै हमर अधिकार नै कि पवित्र स्थान रे आम से पाद रखिबा पई आज पाद रे कागो लाथ मारी थिबा आज पाद द्वारा चालू चालू केते भूल अपराध करिथिबा से पाद धरि तार पवित्र स्थान को आम आसिया पा अधिकार नै माने सेही नियम रे एते स्ट्रिक्ट थिला पापी लोक मान को एलो ही नै से भीतर को एई 45 रे में देखुछु ए प्रकार गोटे माने भीतर को न जीवा पाई केवल जाजक मान को छाड़िले और जाजक माने बेमिति जाजक माने से भीतर को जाई परिबे नाही जार अधिकार जार क्षमता जे मान को सदा प्रभु डाकी छंती से माने तार वाक्य अनुसार भीतर को जाउथले बिना से जा कोई नांती आपण जाई परिबे नाही आम मानन को से मृत्यु हैला परे से पर्दाटा दुई भाग हे गला आ हमें आज फ्री रे आसी के हमें प्रभुंकर आराधना करि पारुछु चिंता करवा प्रभु आम केते जे उपकार करिके जाइछंती।